ଚାଲିଛି ଲଢ଼େଇ। କିଏ କାହାକୁ ନିଜର କରିବାକୁ ନିଜ ଜୀବନ ବାଜିରେ ଲଗାଇ ଦେଇଛି, ତ ଆଉ କିଏ ଆଉ କାହାକୁ ପାଖରୁ ଦୂରେଇ ଦେବାକୁ ଚକ୍ରାନ୍ତ ଚଳାଇଛି। ତାରି ଭିତରେ କିଏ କାହାକୁ ପାଇବ ଆଉ କିଏ କାହାକୁ ହରାଇବ ପ୍ରତିଯୋଗିତା ଚାଲିଛି। ପ୍ରତୀକ ଇତିକୁ ପାଇବାକୁ ପ୍ରାଣପଣେ ଉଦ୍ୟମ କରୁଛି, ଆଉ ସ୍ୱାତୀ ପ୍ରତୀକକୁ ଇତିଠୁ ଦୂରେଇବାକୁ। ତାରି ଭିତରେ ପାଠପଢ଼ାଟା ଚୁଲିକି ଗଲାଣି। ସ୍ୱାତୀ ଦେଇଥିବା ଧମକ କ'ଣ ସତରେ ତାଙ୍କ ଘରେ କହିଦେଇଥିବ? ଆଉ ଯଦି କହିଦେଇଥିବ ତାହେଲେ ପ୍ରତୀକର କ'ଣ ଅସୁବିଧା ହେବ? ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ ଅଧ୍ୟାୟ। ପ୍ରତୀକ ମୋ କଲ୍ କ'ଣ ପାଇଁ ରିସିଭ୍ କରୁନି? କାହା ସହିତ ଏତେ କଥା ହେଉଛି? ମୁଁ ଜାଣିଥିଲି ସେ ଇତି ସହିତ ହିଁ କଥା ହେଉଥିବ। ଏ ଝିଅଟାକୁ ଆଉ କେତେ ବୁଝେଇବି? କାହାକୁ? ନାଇଁ ମ କାହାକୁ ନୁହଁ। ତୁମେ କ'ଣ କହୁଥିଲ? ଜାଣିଛ ପ୍ରତୀକ, 30 ତାରିଖରେ ଆମର ମିଡ୍ ସେମିଷ୍ଟାର ହେବ। ଆଉ ଆମେ ଦେଖା ହେଇପାରିବାନି ଏବେ କିଛି ଦିନ। କ'ଣ ପାଇଁ? ଆରେ ପଢ଼ିବନି କି? ନା ଏମିତି ସବୁଦିନ ଖାଲି ଫାଜିଲାମି କରୁଥିବା? ଫ୍ୟୁଚର ବି ତ ଦେଖିବାକୁ ପଡ଼ିବ। ହଁ ତୁମେ ଠିକ୍ କହିଲ। ହେଲେ ମୋତେ ଏକ୍ଜାମ୍ ପାଇଁ କିଛି ଟେନସନ୍ ନାହିଁ। କାଇଁ, ତୁମେ ସବୁ ପଢ଼ିଦେଲଣି ବୋଧେ? ନା, ମୁଁ ତୁମ ପଛ ବସିବି, ଆଉ ତୁମେ ଯାହା ଲେଖିବ ମୁଁ ତାକୁ କପି କରିବି। ତୁମେ ବହୁତ ଚାଲାକ ନା ପ୍ରତୀକ? ହଉ କଲେଜ ଆସ, ମୁଁ ଫୋନ୍ ରଖୁଛି। କଲେଜ ଆସିଲେ କଥା ହେବା। ହଉ ବାଏ। କ'ଣ କିରେ, ଯେତେବେଳେ ଫୋନ୍ କରୁଛି ଖାଲି ବ୍ୟସ୍ତ। ଓହୋ, ବୋଧେ ପ୍ରେମିକା ସହିତ ଗପୁଥିବ ଆଉ। ହଁ ମୁଁ ଗପୁଥିଲି। ତୋର କ'ଣ ଅସୁବିଧା ହେଲା? ପ୍ରତୀକ, ତୁ କ'ଣ ଜାଣିପାରୁଛୁ କିଛି? ନା ମୁଁ ଜାଣିପାରୁନି। ତୋ କଥା ତୁ କେବଳ ସାଙ୍ଗ ସହ କହୁଛୁ, ଆଉ କେତେବେଳେ ମୋତେ ଭଲ ପାଉଛୁ ମୁଁ କିଛି ବୁଝିପାରୁନି। ଆରେ ପ୍ରତୀକ, କେତେବେଳେ ଆସିଲ? ଏବେ ହିଁ ଆସି ପହଞ୍ଚିଲି। କାଇଁ, ତୁମେ କ'ଣ ଜାଣିନ କି ସେ କେତେବେଳେ ଆସେ କେତେବେଳେ ଯାଏ? ତୁମେ ତ ତା ସହିତ ପୁରା ଲାଗିକି ରହୁଛ। ଦିନରେ ଅଠା ପରି ଲାଗିକି ରହୁଛ, ଆଉ ରାତିରେ ଫୋନ୍ରେ ସତେ ଯେମିତି ତୁମେ ତା ନିଜର। ହଁ ସେ ମୋ ନିଜର। ତୋର କ'ଣ ଅସୁବିଧା ହେଉଛି? ତୁ ସାଙ୍ଗ ପରି ରହ। ତାହେଲେ ଆଉ କ'ଣ ଭାବୁଛ ସତୀ? କହୁନ, କୁହ। ତୁମେ କିଏ ମୋତେ ପଚାରିବାକୁ? ମୁଁ କେବଳ ପ୍ରତୀକ ସହିତ କଥା ହେବି, ତୁମ ସହିତ ନୁହଁ। ନା ତୁ ଯାହା କହିବୁ ଇତି ବି ଶୁଣିବେ। ମୁଁ ତୋ କଥା ଘରେ କହିଦେବି ପ୍ରତୀକ। ତତେ ମୁଁ ଇତିଠୁ ଯେମିତି ବି ଅଲଗା କରିକି ହିଁ ରହିବି। ତା ସହିତ ମୁଁ ତତେ ଦେଖିପାରିବିନି। ତୁ କେବଳ ମୋର। ଛି ଇତି, ତୁ ମୋତେ ନେଇ ଏମିତି ସବୁ ଭାବୁଥିଲୁ? ହେଲେ ମୁଁ ଜାଣିନଥିଲି ତୁ ମୋର ଜଣେ ଭଲ ସାଙ୍ଗ ବୋଲି ଭାବୁଥିଲି। ସାଙ୍ଗ? ପ୍ରତୀକ, ମୁଁ ତତେ ପିଲାବେଳୁ ଭଲ ପାଉଛି, ଆଉ ତୋ ସାଥିରେ ରହିବାକୁ ମୁଁ ବାହାନା କରି ଦିଲ୍ଲୀରେ ଏତେ ବଡ଼ କଲେଜ ଛାଡ଼ି ଏଇ କଲେଜରେ ଆଡ଼ମିସନ୍ ହେଲି। ହେଲେ ତୁ ମୋତେ ବୁଝିପାରିଲୁନି। କ'ଣ କହୁଛୁ ତୁ ଏସବୁ? ତୁ ତ ମୋତେ କହିଥିଲୁ ତୋ ଦେହ ଖରାପ ହେଲା ବୋଲି ତୁ ଏଠିକି ଆସିଥିଲୁ। ମିଛ ସବୁ। ମୁଁ କେବଳ ତତେ ନିଜର ବନାଇବାକୁ ଆସିଛି, ଆଉ ନିଜର ହିଁ କରିକି ରହିବି। ସ୍ୱାତୀ, ତୁମର ଏ ଧାରଣା ଭୁଲ। ମାନେଟା ହେଲା ଯେ ପ୍ରତୀକ ମୋତେ ହିଁ ଭଲ ପାଆନ୍ତି, ଆଉ ସେ କେବଳ ମୋର। ଇତି, ତୁମକୁ ବୋଧେ ଦିନରେ ସ୍ୱପ୍ନ ଦେଖିବା ଅଭ୍ୟାସ ଅଛି। ଯେମିତି ପ୍ରତୀକ ଏବେ ତୁମ ସାଇଡ୍ ନେଇଯାଉଛି ବୋଲି ତୁମେ ସବୁ କଥା ଟିକେ ଅଧିକ ଭାବୁଛ। ହଁ, କାହିଁକି ଭାବିବିନି? ମନେ ରଖିଥାଅ ଇତି, ଦିନ ଥିଲା ମୁଁ ବି ଏମିତି ତୁମ ପରି ପ୍ରତୀକକୁ ସପୋର୍ଟ କରୁଥିଲି। ହେଲେ ଆଜି ମୋ ଜାଗା ତୁମେ ନେବାକୁ ଯାଉଛ। ବୁଝିପାରିଲିନି। ସମୟ ଆସିଲେ ସବୁ ବୁଝିଯିବ। ଖାଲି ତୁମ ପ୍ରତୀକକୁ ନେଇ ଅପେକ୍ଷା କରିଥାଅ। ଆରେ ଇତି, ଆସ ଯିବା। ତୁମେ ସେ ସ୍ୱାତୀ ସହିତ କାହିଁକି କଥା ହେଉଛ? ହଁ ପ୍ରତୀକ, ମୁଁ ଆସୁଛି। ଇତି, ହଁ। ସ୍ୱାତୀ ତୁମକୁ କ'ଣ କହୁଥିଲା? ପ୍ରତୀକକୁ କ'ଣ କହିବାଟା ଠିକ୍ ହେବ ଏସବୁ କଥା? ଯାହା ମୋତେ ସ୍ୱାତୀ କହିଲେ। ନା, କହିବିନି। କାଳେ ସେ ପୁଣି କ'ଣ ଭାବିବେ? ବିଷ ମଞ୍ଜିଟା ବୁଣି ସିନା ଦେଲି, କିନ୍ତୁ ମଝିରେ ମଝିରେ ତାକୁ ପାଣି ଦେବାକୁ ପଡ଼ିବ, ନହେଲେ ଗଛଟା ଭଲିକି ହେବନି। ପ୍ରତୀକ କ'ଣ ସତରେ ଧୋକେବାଜ? ନା ସ୍ୱାତୀ ଆମ ଦୁଇ ଜଣଙ୍କୁ ଅଲଗା କରିବାକୁ ଚକ୍ରାନ୍ତ କରୁଛନ୍ତି? ପ୍ରଥମେ କହିଲେ ବାପାଙ୍କୁ କହିବି, ପୁଣି ଏବେ କହୁଛନ୍ତି ପ୍ରତୀକ ଭଲ ପିଲା ନୁହେଁ। ଇତି ଏମିତି ସାଇଲେଣ୍ଟ କ'ଣ ପାଇଁ ହୋଇଗଲା? ସ୍ୱାତୀ ପାଖରୁ ଆସିଲା ପରେ ସ୍ୱାତୀ ଆଉ କିଛି କହିଦେନି ତ ମୋ ପାଷ୍ଟ କଥା? ନା ସେ କିଛି କରିନଥିବ ଯେ, ତଥାପି ମୋତେ ଡର ଲାଗୁଛି।
ବାପା ମା କେତେ କଷ୍ଟ କରି 2 ପଇସା ଆଣି ପିଲାମାନଙ୍କୁ ଛାଡ଼ିଥାନ୍ତି କଲେଜକୁ ପାଠ ପଢ଼ିବାକୁ, କିନ୍ତୁ ପିଲାମାନେ କଲେଜ ଆସି ପ୍ରେମ ପଛରେ ପଡ଼ିଯାଆନ୍ତି। ଆଉ ସେମିତି ପ୍ରତୀକ କେତେ ଭଲ ଷ୍ଟୁଡେଣ୍ଟ, କିନ୍ତୁ ଏଇ ପ୍ରେମ ଚକ୍କରରେ ସେ ଆଉ ଭଲରେ ପଢ଼ିପାରୁନି। ଏପଟେ ଇତିକୁ ମନେଇବ ନା ସ୍ୱାତିକୁ ଚକ୍ରାନ୍ତରୁ ଏଡ଼େଇବ। ୟାରି ଭିତରେ ଆଉ ଗୋଟେ ନୂଆ ଚକ୍ରାନ୍ତ କଲାଣି ସ୍ୱାତି, ଯାହାକୁ ନେଇ ଇତି ମନରେ ପ୍ରତୀକ ପାଇଁ ଥିବା ଭଲ ପାଇବା ଧୀରେ ଧୀରେ ସନ୍ଦେହରେ ପରିଣତ ହେବାକୁ ଲାଗିଲାଣି। ତାହେଲେ କ'ଣ ସତରେ ଇତି ଆଉ ପ୍ରତୀକକୁ ଅଲଗା କରିବାରେ ସ୍ୱାତିର ନୂଆ ଚକ୍ରାନ୍ତ କାମ ଦେବ? ଜାଣିବା ପାଇଁ ଅପେକ୍ଷା କରନ୍ତୁ ଆମର ଆଗାମୀ ଅଧ୍ୟାୟକୁ ଠିକ୍ ଏହି ସମୟରେ।